ସାଇକୋଲୋଜି କହିଥାଏ ଆପଣଙ୍କ ସ୍ତ୍ରୀ ପରପୁରୁଷ ସହିତ ସେକ୍ସ କରୁଥିଲେ 100% ରାତିରେ ଶୋଇବା ସମୟରେ ଏହି ଗୋଟିଏ ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିବେ। ଯଦି ଆପଣ କୌଣସି କାମରେ ବାହାରେ ରହୁଛନ୍ତି ଓ ଆପଣଙ୍କ ସ୍ତ୍ରୀର ଆଉ କାହା ସହିତ ସମ୍ପର୍କ ରହିଛି, ତେବେ ଘରକୁ ଆସିବାର କିଛି ଦିନ ପରେ ଆପଣଙ୍କ ଯିବାର ଟିକିଏ ଡେରି ହେଲେ ସ୍ତ୍ରୀ ଏହି ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି, ତୁମେ କେଉଁଦିନ ଯିବ କି? ଯଦି ଏହି ପ୍ରଶ୍ନ ବାରମ୍ବାର ପଚାରିଥାନ୍ତି, ତେବେ କଥାରେ କିଛି ନା କିଛି କାରଣ ଅଛି ବୋଲି ବୁଝିଯାଆନ୍ତୁ। ସାଇକୋଲୋଜି କହିଥାଏ ଗୋଟେ ମହିଳା ଆପଣଙ୍କୁ ତା ନିଜର ଦେହ ସେତେବେଳେ ଦେଇଥାଏ ଯେତେବେଳେ ତାଙ୍କୁ ବିଶ୍ୱାସ ହୋଇଯାଏ କି ଆପଣ ତାଙ୍କର ପ୍ରତ୍ୟେକଟି କଥାକୁ ସିକ୍ରେଟ୍ ରଖିପାରୁଛନ୍ତି ବୋଲି। କେଉଁଭଳି ମହିଳାମାନେ ସପ୍ତାହରେ ଅଧିକରୁ ଅଧିକ ଗୋଟେ ଥର ସମ୍ଭୋଗ କରିଥାନ୍ତି? ଏହାର ଉତ୍ତର ହେଉଛି ଯେଉଁମାନଙ୍କର ଢିଲା ହୋଇଯାଇଥାଏ। ଯେଉଁ ଝିଅମାନେ ସମ୍ଭୋଗ କରିବା ସମୟରେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ, ସେମାନଙ୍କର କେଉଁ କ୍ଷତି ହୋଇଥାଏ? ଏହାର ଉତ୍ତର ହେଉଛି ଅଧିକାଂଶ ଝିଅମାନଙ୍କର ମୁଣ୍ଡ ବିନ୍ଧିଥାଏ ଓ ଜ୍ୱର ମଧ୍ୟ ଆସିଥାଏ। ଠିଆ ହୋଇ ଅଧିକ ସମ୍ଭୋଗ କରିବା ଦ୍ୱାରା କେଉଁ କ୍ଷତି ହୋଇଥାଏ? ଏହାର ଉତ୍ତର ହେଉଛି ଆଣ୍ଠୁ ଓ ଅଣ୍ଟା କମଜୋର ହୋଇଯାଇଥାଏ। ସାଇକୋଲୋଜି କହିଥାଏ 30 ବର୍ଷ ବୟସରେ ସ୍ତ୍ରୀର ଯୋନି ସବୁବେଳେ ଖୋଲା ହିଁ ରହିଥାଏ। ସାଇକୋଲୋଜି କହିଥାଏ ଯେଉଁ ପୁଅମାନେ ସବୁବେଳେ ନିଜ ପିତାମାତାଙ୍କ କଥାକୁ ଅଧିକ ମାନିଥାନ୍ତି, ତେବେ 90% ଚାନ୍ସ ଥାଏ କି ବିବାହ ପରେ ତାଙ୍କ ସ୍ତ୍ରୀ ସହିତ ତାଙ୍କର ଭଲ ସମ୍ପର୍କ ରହିନଥାଏ। ସାଇକୋଲୋଜି କହିଥାଏ ଏଠି କେହି ବି ଆମର ନିଜର ହୋଇନଥାନ୍ତି, ବାସ୍ ସମସ୍ତେ ଟାଇମ୍ ପାସ୍ କରିବା ପାଇଁ ଆମକୁ ନିଜର ବନାଇଥାନ୍ତି।